ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ, ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ବି ଡିଏଲ୍ଇଡି ବା ସାର୍ଟିଫାଏଡ୍ ଟିଚର ବା ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ କୋର୍ସ କରିଛନ୍ତି, କିମ୍ବା ଯଦି ଆପଣମାନେ ବିଏଡ୍ ବା ବ୍ୟାଚଲର ଅଫ୍ ଏଜୁକେସନ୍ କୋର୍ସ କରିକି ଅଛନ୍ତି, ୱିଥ୍ ଆପଣଙ୍କର ଯେକୌଣସି ବି ଓଡ଼ିଶାରେ ଯେଉଁ ଟେଟ୍ ଏକ୍ଜାମ୍ ଅଛି, ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ ବା OTET ଏବଂ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ ଆଫ୍ଟର ବିଏଡ୍ ଯଦି ଆପଣମାନେ କ୍ୱାଲିଫାଇ କରିଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଗୋଟିଏ ଗୁଡ୍ ଇନିସିଏଟିଭ୍ ବାଇ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆସିବାକୁ ଯାଉଛି ଏବଂ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୋଟେ ଏମ୍ପୁଲ୍ ଅପରଚ୍ୟୁନିଟି ଆସିବାକୁ ଯାଉଛି। ଆପଣ ପ୍ରେସ୍ ବ୍ରିଫ୍ ଟିକେ ଆପଣ ଦେଖନ୍ତୁ। ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ବା ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ଏ ନୋଟିସ୍ଟି ଅଛି ରିଗାର୍ଡିଂ 6794 ପ୍ରାଇମେରୀ ସ୍କୁଲ। ବୁଝନ୍ତୁ ଆଜ୍ଞା, 6794ଟା ନୂଆ ସ୍କୁଲ ଯେଉଁଟାକି ଆପଣଙ୍କର GMAPV ଅର୍ଥାତ୍ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ଆପଣମାନେ ଜାଣନ୍ତି ହଠାତ୍ ଉପରେ ସରକାରଙ୍କର ଗୋଟେ ନୂଆ ଇନିସିଏଟିଭ୍ ନିଆଯାଇଥିଲା। OABS ବା ଇଂଲିଶ ମିଡ଼ିୟମ୍ ସ୍କୁଲ ଯେମିତି ପିଲାମାନେ ପାଠ ପଢ଼ୁଛନ୍ତି, ରାଜ୍ୟରେ ଗରିବ ପିଲାମାନେ ମଧ୍ୟ ଇଂଲିଶ ମିଡ଼ିୟମ୍ ସ୍କୁଲ ଭଳିଆ ପାଠ ପଢ଼ିବେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୂଆ ସଂସ୍ଥା ଯେମିତି ନୂଆ ସ୍କୁଲ ଖୋଲାଗଲା, ସେମିତି ବର୍ତ୍ତମାନ ସମୟରେ 6794ଟି GMAPV ସ୍କୁଲ ଖୋଲାଯିବ। ତା ଡିଟେଲ୍ସ କ୍ରାଇଟେରିଆ ଆପଣମାନଙ୍କୁ କହିବି। ଏବଂ କମିବ ପାଠ ବୋଝ 15ରୁ 30% ପର୍ଯ୍ୟନ୍ତ ହ୍ରାସ ପାଇବ। ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବ। ଲାଗୁ ହେବ HPC ଏବଂ ମୂଲ୍ୟାଙ୍କନ ରେଜିଷ୍ଟ୍ରେସନ ସହିତ ଆପଣ ଏଠି ଦେଖନ୍ତୁ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲକୁ ବର୍ତ୍ତମାନ ସମୟରେ କ୍ୟାବିନେଟ୍ ମଞ୍ଜୁରୀ ଦେଇସାରିଛନ୍ତି। 6794ଟି ପ୍ରାଥମିକ ସ୍କୁଲରେ ହେବ ଉନ୍ନତିକରଣ। ଖର୍ଚ୍ଚ ହେବ 12,000 କୋଟି, ସ୍କୁଲ ପିଛା 4 କୋଟି ପର୍ଯ୍ୟନ୍ତ। 5ଟି ସ୍କୁଲ ରୂପାନ୍ତର ନାଁରେ ଧକ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ 5,000 କୋଟି ଟଙ୍କା ଦେଇଛନ୍ତି। ନିଯୁକ୍ତି ହେବେ 5,000 କନିଷ୍ଠ ଡାକ୍ତର, 126 ଦନ୍ତ ଚିକିତ୍ସକ। ଆଳୁ ସଂକଟ ପରେ ସୀତାଭଣ୍ଡାର ପାଇଁ 60% ସବସିଡିଜ୍। ଏହିସବୁ ଆପଣଙ୍କର କ୍ୟାବିନେଟ୍ ମୋହର ବାଜିଛି। ତା ଭିତରେ ଆଜି ଆମେ ଯେଉଁଟା ମୁଁ ଆପଣଙ୍କୁ ଦେଖେଇବି ପ୍ରେସ୍ ବିଜ୍ଞପ୍ତି ସହ 6794ଟି ପ୍ରାଥମିକ ସ୍କୁଲର ଉନ୍ନତିକରଣ ସାଙ୍ଗକୁ ନୂଆ ସ୍କୁଲ ଆପଣମାନେ ଏଠି ଦେଖିବେ। ଏଠି ଦେଖନ୍ତୁ, ଏ ନୋଟିସ୍ଟି ରହିଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟର। ଏଠି ସବଜେକ୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି ପ୍ରପୋଜାଲ ଫର୍ ଆପଗ୍ରେଡେସନ୍ ଆଣ୍ଡ ଷ୍ଟ୍ରେନ୍ଥେନିଂ ଅଫ୍ ୱାନ୍ ଗଭର୍ଣ୍ଣମେଣ୍ଟ ରନ୍ ପ୍ରାଇମେରୀ ସ୍କୁଲ sanction in one gram panchayat or GP, that is 6794 primary school under the Godavari Mishra Adarsh Prathamik Vidyalaya GMAPV scheme. Jounthre it clearly kuhajaଉଛି government of Odisha has been pleased to sanction the proposal of upgrading and strengthening of 6794 government run primary school sanction as model school in the state under the Godavari Mishra Adarsh Prathamik Vidyalaya scheme. The Godavari Mishra Adarsh Prathamik Vidyalaya initiative seek to establish a model elementary school in every gram panchayat aligning with the focus of RTA Act 2009. ଆପଣମାନେ ଜାଣନ୍ତି ରାଇଟ୍ ଅଫ୍ ଚିଲଡ୍ରେନ୍ ଫର୍ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ୍ 2009 ଅନୁସାରେ ଆପଣ ଯଦି ଦେଖିବେ ସରକାରଙ୍କ ଦ୍ୱାରା ଗୋଟେ ଗ୍ରେଟ୍ ଇନିସିଏଟିଭ୍ ନିଆଯାଉଛି ଫର୍ ଡେଭଲପମେଣ୍ଟ ଅଫ୍ ଅର୍ ଏନହାନ୍ସିଂ ଅଫ୍ କ୍ୱାଲିଟି ଏଜୁକେସନ୍ ବା ଗୁଣାତ୍ମକ ଶିକ୍ଷାକୁ ଡେଭଲପ୍ କରିବା ପାଇଁ ସରକାରଙ୍କର ଗୋଟେ ବଡ଼ ରଣନୀତି ଚାଲିଛି, ଯେଉଁଥିରେ ରାଜ୍ୟରେ ମୁଁ ଆପଣଙ୍କୁ କହି ରଖୁଛି ବହୁତ ପିଲା ଯାହାକି କ୍ୱାଲିଟି ଏଜୁକେସନ୍ ପାଇଛନ୍ତି, ସିଟି କରିଛନ୍ତି, ବିଏଡ୍ କରିଛନ୍ତି, ବିଭିନ୍ନ ଡାଏଟ୍ ETI ସିଟି ଆପଣମାନେ ଜାଣିଥିବେ କଲେଜ ଅଫ୍ ଟିଚର ଏଜୁକେସନ୍ ମାନଙ୍କରୁ, କିନ୍ତୁ ଚାକିରି ପାଇନାହାନ୍ତି। ତ ଏଠି ଆପଣମାନେ ଦେଖନ୍ତୁ, ଏଠି କ୍ଲିୟରଲି କହିଛି ଦ ଫାଇନାନ୍ସିଆଲ ଇମ୍ପ୍ଲିକେସନ୍ ଅନ୍ ଆକାଉଣ୍ଟ ସଚ୍ ଏଜ୍ କନଷ୍ଟ୍ରକ୍ସନ୍ ଅଫ୍ 6794 ମଡେଲ ପ୍ରାଇମେରୀ ସ୍କୁଲ ୱିଲ୍ ବି ₹11,939 crore over 5 years, that is 2024, 2025 to 2028, 2029. ଆପଣ ଯଦି ଦେଖିବେ ଟୋଟାଲି ଆପଣଙ୍କର ରଫ୍ କଷ୍ଟ ଏଷ୍ଟିମେଟ୍ ବର୍ତ୍ତମାନ ପାର୍ ସ୍କୁଲ ରେଞ୍ଜ ଆପଣଙ୍କର 1 କୋଟି କରାଯାଇଛି। କିନ୍ତୁ କ୍ୱାଲିଟି ଏଜୁକେସନ୍ କଥା ଯେତେବେଳେ ଆପଣଙ୍କର ଆସୁଛି, କ୍ୱାଲିଟି ଟିଚର କଥା ସବୁଠାରୁ ବଡ଼ ଜିନିଷ ଆସୁଛି। ବିକଜ ଆପଣମାନେ ଯଦି ଦେଖିବେ ୱିଥାଉଟ୍ କ୍ୱାଲିଟି ଟିଚର କୌଣସି ବି ଇନିସିଏଟିଭ୍ ଏଜୁକେସନ୍ ସିଷ୍ଟମରେ ସମ୍ଭବ ହୋଇପାରିବ ନାହିଁ। ଦେନ୍ କ୍ୱେଶ୍ଚନ୍ ଇଜ୍ ଏରାଇଜେସ୍ ଯେ ପ୍ରକୃତରେ ଆପଣମାନେ ଯଦି ଦେଖିବେ ଏବେ ମଧ୍ୟ PAB ରିପୋର୍ଟ ଯେଉଁଟା କହୁଛି ଆପଣମାନେ ଜାଣିଥିବେ 13,000ରୁ ଉର୍ଦ୍ଧ୍ୱ JTS ରିକ୍ରୁଟମେଣ୍ଟ ପରେ ବା କନିଷ୍ଠ ଶିକ୍ଷକ ନିଯୁକ୍ତି ପରେ ମଧ୍ୟ ଆପଣଙ୍କର ଯେଉଁ ପ୍ରାଇମେରୀରେ 30:1, ଅପର ପ୍ରାଇମେରୀରେ 35:1ର ଯେଉଁ ଆପଣଙ୍କର ଟିଚର ଆଉ ଷ୍ଟୁଡେଣ୍ଟର ରେସିଓ ଫୁଲଫିଲ୍ ହୋଇପାରୁନାହିଁ। ଯେଉଁମାନେ ନୂଆ ପାଇଛନ୍ତି ବି ସେମାନଙ୍କୁ ପଚାରିବେ ଷ୍ଟାଫର ସର୍ଟେଜ୍। ତା ଭିତରେ ନୂଆ ଇନିସିଏଟିଭ୍ ଯେଉଁ ଆପଣଙ୍କର ପୁରାପୁରି 6794ଟି ଗ୍ରାମ ପଞ୍ଚାୟତ ସ୍ତରରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବ। ସରକାର ଆଗାମୀ ଜାଣନ୍ତି ଆଗାମୀ ଦିନରେ 28,000 ନିଯୁକ୍ତି ଦେବା ପାଇଁ ଯାଉଛନ୍ତି। ଏବଂ ଏଇ ଯେଉଁ ସ୍କୁଲ ଖୋଲାଯାଉଛି ନା, ଯେଉଁମାନେ ବି ସିଟି ବିଏଡ୍ କରିଛନ୍ତି ସେମାନଙ୍କ ପାଇଁ ଗୋଟେ ଏମ୍ପୁଲ୍ ଅପରଚ୍ୟୁନିଟି ଆଣୁଛି ଯେ ଆପଣମାନଙ୍କର ଚାକିରି ପାଇବା ପାଇଁ। ବାରମ୍ବାର କହୁଛି ଆଜ୍ଞା, ଯଦି ଆପଣ ଟେଟ୍ ଏକ୍ଜାମ୍ କ୍ୱାଲିଫାଇ କରିନାହାନ୍ତି OTET OSST କ୍ୱାଲିଫାଇ କରିଦିଅନ୍ତୁ। ଏବଂ ଏଠି ଆପଣଙ୍କର ଅପର ପ୍ରାଇମେରୀରେ ଯେଉଁଟାକି ଆପଣଙ୍କର ବିଏଡ୍ ପିଲା ପାଇଁ ଇଲିଜିବୁଲ୍ ହେବେ, କିନ୍ତୁ ପ୍ରାଇମେରୀରେ କେବଳ ଆପଣଙ୍କର
ଆପଣଙ୍କର सिटी पिला माने ही इलिजिबल हेबे। आपण माने जानिथिबे सुप्रीम कोर्ट रे मध्ये जो केस चलीथिला एनआईएस पिला मानको बाद दिया गला एवं बीएड पिला मानकर जहा कि आपनकर जहा कि प्राइमरी पे इलिजिबल नुहंती इवन जो माने भी थिले से मानक पई गोटे ब्रिज कोर्स रो मध्ये 6 मास व्यवस्था करा जायछि। आपण माने समस्त नोटिस मध्ये देखिछंती तो समस्त पई गोटे गुड अपॉर्चुनिटी आसीछि। जदि किसी डाउट थाई कमेंट करतो आई विल डेफिनेटली सॉर्ट आउट योर प्रॉब्लम एवं समस्त भलो से पढ़ा पढ़ी करतो। सब बळे बळे ऑथेंटिक जेन्युइन ट्रस्टेबल इन्फॉर्मेशन पई चैनल को सब्सक्राइब लाइक शेयर करतो। विदाय देतो एक नया वीडियो सहित पुणी थरे आपण मानक पाखक आसीबे बंद उत्कल जननी।